ବଞ୍ଚିବାକୁ ପଡ଼ିବ। ହଁ ସେମିତି ବି ବଞ୍ଚିବାକୁ ପଡ଼ିବ। ଆକୁ ଏଠି ପକେଇ ହିଁ ଚାଲିଯିବି। କେମିତି କଣ ହବ ସେ ବିଷୟରେ ମୁଁ ବ୍ୟବସ୍ଥା ସବୁ କରିସାରିଛି।
ପଛ କିଛି ବିଚାର ନାହିଁ। ଆରେ ଯାହା ବୁଝିବ ସେଇଆ କରିବ। ଆରେ ୟାର ପାଇଁ ଦିନେ ମୁଁ ହାତ କଳି ପଡ଼ି ଯାଇପାରେ। ୟୁଜଲେସ୍ ଫେଲର। ଆଜ୍ଞା ନମସ୍କାର। ନମସ୍କାର। କିଏ ତମେ? କୁଆଡ଼େ ଆସିଛ? ଆଜ୍ଞା ମୋ ନାଁ ଗୌତମ। ଚାକିରିଟିଏ ପାଇଁ ଏ ସହର ସାରା ବୁଲିଲି, ହେଲେ କୋଉଠି ଚାକିରି ଖଣ୍ଡିଏ ମିଳିଲାନି। ହେଲେ ମୁଁ କ'ଣ କରିପାରିବି? ବହୁ ଆଶା ନେଇ ଆପଣଙ୍କ ପାଖକୁ ଆସିଛି ଆଜ୍ଞା। ମୁଁ ଆପଣଙ୍କ ହାତ ଯୋଡ଼ି ନେହୁରା ହଉଛି, ମତେ ଚାକିରି ଖଣ୍ଡିଏ ଦିଅନ୍ତୁ। ତା ନହେଲେ ମୋ ରୋଗିଣା ବାପାଟା ମରିଯିବେ। ମୁଁ ଆପଣଙ୍କ ଗୋଡ଼ ତଳେ ପଡୁଛି ବାବୁ। ହଉ ହେଲା, ଉଠ ଉଠ। ମୁଁ ମୋ ପୁଅକୁ ପଠେଇ ଦେଉଛି। ସେ ଯଦି ଚାକିରି ଦେଇପାରିବ ମୋର କିଛି କରିବାର ନାହିଁ, କିନ୍ତୁ ଏଠି ଚାକିରି କରିବାକୁ ହେଲେ ଆଗ ପଛ ବିଚାର କରିବାକୁ ପଡ଼ିବ। କହିଗଲେ ଏଠି ଚାକିରି କରିବାକୁ ହେଲେ ଆଗ ପଛ ବିଚାର କରି ଚାକିରି କରିବାକୁ ପଡ଼ିବ ନା। ସେ ଯାହା ହଉ ନା କାହିଁକି ମତେ ଚାକିରିଟିଏ ନିହାତି ଦରକାର। ତା ନହେଲେ ମୋ ରୋଗିଣା ବାପାକୁ ଆହାର ଉଠାଇ ଦେଇପାରିବିନି। କେତେ ପାଠ ପଢିଛ? ବିଏ ପାସ୍ କରିଛି ସାର୍। ଆଜିକାଲି ସାର୍ଟିଫିକେଟର ମୂଲ୍ୟ କିଛି ନାହିଁ। ଏଠି ଟଙ୍କା ନାହିଁ ତ ଚାକିରି ନାହିଁ। ତଥାପି ମୋ ଡାଡିଙ୍କର ତମ ପ୍ରତି ଦୁଃଖ ଶୁଣି ମତେ ଦୟା ଆସୁଛି। ସେଥିପାଇଁ ତମକୁ ମୋର ଟେକ୍ କେୟାର ଭାବେ ନିଯୁକ୍ତି ଦେଲି। ଆପଣ ସତ କହୁଛନ୍ତି ସାର୍? ମତେ ଆପଣଙ୍କ ଟେକ୍ କେୟାର ଭାବରେ ନିଯୁକ୍ତି କଲେ? ୟେସ୍, ମାସକୁ ଦରମା 15,000। ଏଇ ନିଅ ଆଡଭାନ୍ସ 5,000। ଆରେ ନିଅ, ଏଇ ଧର ଗାଡ଼ିରେ ଆସି ଜଏନ୍ କରିବ। ଆଜ୍ଞା ସାର୍। ଆଜ୍ଞା ଆପଣ ମଣିଷ ନୁହନ୍ତି, ମୋ ପାଇଁ ସାକ୍ଷାତ ଭଗବାନ। ମୁଁ ଏବେ ଆସୁଛି ଆଜ୍ଞା, ଆସୁଛି। ହଁ ଶୁଣ, ମୋ ପାଇଁ ଗୋଟେ ଛୋଟ କାମଟେ କରିଦିଅ। କୁହନ୍ତୁ ସାର୍, ମତେ କ'ଣ କରିବାକୁ ପଡ଼ିବ? ଏଇ ଦେଖ, ତାକୁ ନେଇ ଆମ ପଛପଟେ ନଈରେ ଭସାଇ ଦେଇ ଆସ। ଯାଅ, ଏତେ କ'ଣ କରୁଛୁ? ଯାଅ। ହଁ My name is Victor. ଏମିତି ଗୋଟେ ଆଇଟମ ସମସ୍ତଙ୍କ ପାଇଁ ଖେଳେ ନୂଆ ସିଷ୍ଟମ। କାରଣ ମୁଁ ମଣିଷ ନୁହଁ, ନମ୍ବର ନା ଆରେ କ'ଣ ହେଲା? ତମେ କାହିଁକି ଏମିତି ଚିତ୍କାର କରି ଚାଲି ଆସିଲ? ସାର୍, ସେ ଅଖାଟା ଖୋଲି ଦେଖିଲା ବେଳକୁ ଗୋଟେ ମଲା ମଣିଷ ମରଣ କରି ସେ ଅଖା ଭିତରେ ଚେକ୍ କରିଦେଇ। ଟିକେ କାମ କରିପାରିବନି? ନାଇଁ ସାର୍, ମୁଁ ପାରିବିନି ସାର୍, ମୁଁ ପାରିବିନି। ଆପଣଙ୍କ ଟଙ୍କା ଟିକେ ଭଲ ଭାବରେ ଚିନ୍ତା କର। ଏଇ ଟିକେ କାମ ପାଇଁ ତମେ ଲାଇଫ ଟାଇମ୍ ମୋର ପର୍ସନାଲ ଆସିଷ୍ଟାଣ୍ଟ ଭାବେ କାମ କରିବ। 1,000 ଟଙ୍କା ଦରମା ପାଇବ। ମୁଁ ତମକୁ ଦରକାର ନାହିଁ ମୋର ସେ ଚାକିରି, ଦରକାର ନାହିଁ ମୋର ଟଙ୍କା, ଆଉ ଦରକାର ନାହିଁ ମୋର ବଡ଼ ଲୋକ ହବା। ବରଂ ରାସ୍ତା କଡ଼ରେ କୁଲିଗିରି କରିବି, ରିକ୍ସା ଟାଣିବି, କିନ୍ତୁ ଏଭଳି ଜଘନ୍ୟ କାମ ମୁଁ କେବେ ବି କରିପାରିବିନି, କେବେ ବି କରିପାରିବିନି। ଏଇ ଟିକେ ଆଗରୁ ପରା କହୁଥିଲ ଆମ ବାପା ରୋଗ ସଜାରେ ପଡ଼ି ହଟପଟ ହଉଛନ୍ତି। ଖାଇବାକୁ ମୁଠା ମୁହଁରେ ଦାନା ଦେଇପାରୁନ। ଆଜି ଯଦି ସେଇ ବାପା ପଇସା ଅଭାବରୁ ଟ୍ରିଟମେଣ୍ଟ ନ ହୋଇ ମରିଯିବେ, ତାହେଲେ ତମେ ସହିପାରିବ? ନାଇଁ ସାର୍, କେବେ ସହିପାରିବିନି, କେବେ ସହିପାରିବିନି। ତାହେଲେ ଧର ଏଇ ଟଙ୍କା। ସବୁବେଳେ ଗୋଟାଏ କଥା ମନେ ରଖିଥିବ, ଯାହା କରୁଛ ବାବାଙ୍କ ପାଇଁ କରୁଛ। ଆପଣ ଠିକ କହୁଛନ୍ତି ସାର୍, ମୁଁ ପାପ କରୁ